ଦେଖନ୍ତୁ ବନ୍ଧୁଗଣ, ଏଇ ଭିଡ଼ିଓରେ ଆମେ ଡିସ୍କସନ୍ କରିବା ଆପଣଙ୍କର ଆର୍ପିଏଫ୍ର ଆପଣଙ୍କର କ'ଣ କ'ଣ ସିଲାବସ୍ ରହୁଛି ଫୁଲ୍ ଡିସ୍କସନ୍ ଏଇ ଭିଡ଼ିଓରେ ଆମେ କରିବା। ଦେଖନ୍ତୁ ପ୍ରଥମେ ଆପଣଙ୍କର 120ଟି କ୍ୱେଶ୍ଚନ୍କୁ ଆପଣମାନେ 90 ମିନିଟ୍ ଆପଣମାନେ ଟାଇମ୍ ପାଇବେ। କମ୍ପ୍ୟୁଟର ବେକ୍ସ ଏକ୍ଜାମ୍ଟି ହେବ, ଆପଣମାନେ ସମସ୍ତେ ଜାଣିଛନ୍ତି। ପ୍ରଥମେ ଦେଖନ୍ତୁ ଟୋଟାଲ୍ ଆପଣଙ୍କର 120ଟି କ୍ୱେଶ୍ଚନ୍ର ଆପଣଙ୍କର 35ଟି କ୍ୱେଶ୍ଚନ୍ ଆପଣଙ୍କର ଆରିଥମେଟିକ୍ରୁ ଆସିବ। ତାପରେ ଆପଣଙ୍କର 35ଟି କ୍ୱେଶ୍ଚନ୍ ଆପଣଙ୍କର ରିଜନିଂରୁ ଆସିବ ଏବଂ ଆପଣଙ୍କର 50ଟି କ୍ୱେଶ୍ଚନ୍ ଆପଣଙ୍କର ଜିକେ ଜିଏସ୍ରୁ ଆସିବ। ବୁଝିପାରିଲେ? ଟୋଟାଲ୍ ଆପଣଙ୍କର 120ଟି କ୍ୱେଶ୍ଚନ୍ ରହିବ। ପ୍ରଥମେ ଦେଖନ୍ତୁ ଆରିଥମେଟିକ୍ରେ ଆପଣଙ୍କର ସିଲାବସ୍ କ'ଣ ରହିବ। ଦେଖନ୍ତୁ ଆରିଥମେଟିକ୍ସରେ ଆପଣଙ୍କର ସିଲାବସ୍ ରହିବ। ଦେଖନ୍ତୁ ପିଲେ, ଆପଣମାନେ ନମ୍ବର ସିଷ୍ଟମ୍ ରହୁଛି। ଦେଖନ୍ତୁ ନମ୍ବର ସିଷ୍ଟମ୍, ହୋଲ୍ ନମ୍ବର, ଡେସିମାଲ୍ ଆଣ୍ଡ ଫ୍ରାକ୍ସନ୍, ତାପରେ ରହିଲା ଆପଣଙ୍କର ରିଲେସନ୍ ବିଟୱିନ୍ ଆପଣଙ୍କର ନମ୍ବର, ତାପରେ ହେଉଛି ଫଣ୍ଡାମେଣ୍ଟାଲ୍ ଆରିଥମେଟିକ୍ ଅପରେସନ୍, ପରସେଣ୍ଟେଜ୍, ରେସିଓ ଆଣ୍ଡ ପ୍ରପୋର୍ସନ୍, ଆଭରେଜ, ସିମ୍ପଲ୍ ଇଣ୍ଟରେଷ୍ଟ, କମ୍ପାଉଣ୍ଡ ଇଣ୍ଟରେଷ୍ଟ, ପ୍ରଫିଟ୍ ଆଣ୍ଡ ଲସ୍, ଡିସ୍କାଉଣ୍ଟ, ତାପରେ ରହିଲା ଆପଣଙ୍କର ଗ୍ରାଫ୍, ରହିଲା ଆପଣଙ୍କର ଟେବୁଲ୍ ଆଣ୍ଡ ଗ୍ରାଫ୍, ତାପରେ ମେନ୍ସୁରେସନ୍, ତାପରେ ରହିଲା ଆପଣଙ୍କର ଟାଇମ୍ ଆଣ୍ଡ ଡିଷ୍ଟାନ୍ସ। ଆପଣମାନେ ଏଇ ଟପିକ୍ ଗୁଡ଼ାକୁ ହିଁ କେବଳ ପଢ଼ିବେ। ଆପଣମାନେ ଖାତା ପେନ୍ ବାହାର କରିକି ଆପଣମାନେ ଏଇ ଟପିକ୍ ଗୁଡ଼ାକ ଲେଖିଦିଅନ୍ତୁ। ପ୍ରଥମେ ନମ୍ବର ସିଷ୍ଟମ୍, ଯେଉଁଟା ଆପଣଙ୍କର ଫାଷ୍ଟ ସୁଇଟେବୁଲ୍ ହେବ ସେଗୁଡ଼ାକ ଫାଷ୍ଟ କରିବେ। ପରସେଣ୍ଟେଜ୍, ରେସିଓ ଆଣ୍ଡ ପ୍ରପୋର୍ସନ୍, ଏଗୁଡ଼ା ଟୋଟାଲ୍ ଆପଣମାନେ ଖାତା ପେନ୍ରେ ଲେଖିଦିଅନ୍ତୁ। ଯେଉଁ ଦିନ ଯେଉଁ ଟପିକ୍ଟା ସରିଲା ଆପଣମାନେ ସେଇଟାକୁ ଆପଣମାନେ ରାଇଟ୍ ମାରିବେ। ତାପରେ ଆପଣମାନେ ପ୍ରିଭିୟସ୍ ଇୟର୍ କ୍ୱେଶ୍ଚନ୍ ପେପର୍ ଲଗାଇବେ। ଥରେ ଆପଣମାନେ ବେସିକ୍ କନସେପ୍ଟ କ୍ଲିୟର୍ ହେଇସାରିଲା ପରେ ପ୍ରିଭିୟସ୍ ଇୟର୍ କ୍ୱେଶ୍ଚନ୍ ପେପର୍ ଲଗାଇବେ। ତାପରେ ନେକ୍ସଟ ଦେଖନ୍ତୁ ଆପଣମାନେ ଆପଣଙ୍କର ରିଜନିଂରେ କ'ଣ କ'ଣ ଟପିକ୍ ରହୁଛି। ଦେଖନ୍ତୁ ଆନାଲଗି, ସିମିଲାରିଟି ଆଣ୍ଡ ଡିଫରେନ୍ସ, ତାପରେ ଆସିଲା ଆପଣଙ୍କର ସ୍ପେଶିଆଲ ଭିଜୁଆଲାଇଜେସନ୍, ତାପରେ ରହିଲା ଆପଣଙ୍କର ଓରିଏଣ୍ଟେସନ୍, ତାପରେ ରହିଲା ପ୍ରୋବ୍ଲେମ୍ ସଲଭିଂ, ତାପରେ ହେଉଛି ଆପଣଙ୍କର ଜଜମେଣ୍ଟ, ତାପରେ ରହିଲା ଆପଣଙ୍କର ଡିସିସନ୍ ମେକିଂ, ତାପରେ ରହିଲା ଆପଣଙ୍କର ରିଲେସନ୍ ବିଟୱିନ୍ କନସେପ୍ଟ, ତାପରେ ରହିଲା ଆପଣଙ୍କର କୋଡ଼ିଂ ଡିକୋଡ଼ିଂ, ତାପରେ ରହିଲା ଆରିଥମେଟିକ୍ ନମ୍ବର ସିରିଜ୍, ତାପରେ ଆପଣଙ୍କର ରହିଲା କୋଡ଼ିଂ ଡିକୋଡ଼ିଂଟା ବହୁତ ଇମ୍ପୋର୍ଟାଣ୍ଟ ଅଛି ପିଲେ। କୋଡ଼ିଂ ଡିକୋଡ଼ିଂଟା ଆପଣମାନେ ନିହାତି ଭାବରେ ସବୁ ଏକ୍ଜାମ୍ରେ ଆସିଛି କୋଡ଼ିଂ ଡିକୋଡ଼ିଂ। ତାପରେ ରହିଲା ଆପଣଙ୍କର ଭିଜୁଆଲ୍ ମେମୋରି, ଆପଣଙ୍କର ଯେଉଁଗୁଡ଼ାକ ଆପଣଙ୍କର ରିଜନିଂରେ ସିଲାବସ୍ ରହୁଛି ସେଇଗୁଡ଼ାକ ହିଁ ଏଠି ଦେଇଛି, କିଛି ଆପଣଙ୍କର ଅଲଗା ହିଁ ନାହିଁ। ତାପରେ ରହିଲା ଆପଣଙ୍କର ଜେନେରାଲ୍ ସାଇନ୍ସ, ଜେନେରାଲ୍ ଆୱାରନେସ୍ ଆପଣଙ୍କର ରହିବ। ଏଠି ଆପଣମାନେ ପ୍ରଥମେ ଆପଣମାନେ ହିଷ୍ଟ୍ରି ପଢ଼ିବେ। ହିଷ୍ଟ୍ରି, ତାପରେ ଆର୍ଟ ଆଣ୍ଡ କଲଚର୍, ଜିଓଗ୍ରାଫି, ଇକୋନୋମିକ୍ସ, ପଲିଟି, ଇଣ୍ଡିଆନ୍ କନଷ୍ଟିଟ୍ୟୁସନ୍, ସ୍ପୋର୍ଟ, ଜେନେରାଲ୍ ସାଇନ୍ସ, ଏଗୁଡ଼ାକ ପ୍ରଥମେ ଆପଣମାନେ ନୋଟ୍ ବନେଇଦେବେ। ନୋଟ୍ ବନେଇ ସାରିକି ତାକୁ ବାରମ୍ବାର ରିଭିଜନ୍ କରିବେ ଏବଂ ପ୍ରିଭିୟସ୍ ଇୟର୍ର ଆପଣଙ୍କର ଯେତେ ବି ପରୀକ୍ଷା ହେଇଥିଲା ଆପଣଙ୍କର ଆର୍ପିଏଫ୍ର ସବୁଗୁଡ଼ାକ ଆପଣମାନେ ପ୍ରିଭିୟସ୍ ଇୟର୍ କ୍ୱେଶ୍ଚନ୍ ପେପର୍ ଲଗାଇବେ। ଥରେ ଆପଣମାନେ ବେସିକ୍ କନସେପ୍ଟ କରିସାରିଲା ପରେ ପ୍ରିଭିୟସ୍ ଇୟର୍ କ୍ୱେଶ୍ଚନ୍ ପେପର୍ ଲଗାଇବେ ଆଉ ବାରମ୍ବାର ତାକୁ ରିଭିଜନ୍ କରିବେ। ଆରିଥମେଟିକ୍ ଏବଂ ଆପଣଙ୍କ ରିଜନିଂ ଆପଣମାନେ ୟୁଟ୍ୟୁବରେ ଯାହାକୁ ଫଲୋ କରୁଛନ୍ତି ଦେଖିପାରିବେ। ଥରେ ଆପଣମାନଙ୍କର ସିଲାବସ୍ କମ୍ପ୍ଲିଟ୍ ହେଇସାରିଲା ପରେ ଆପଣମାନେ ପ୍ରିଭିୟସ୍ ଇୟର୍ କ୍ୱେଶ୍ଚନ୍ ପେପର୍ ଲଗାଇବେ। ଆପଣମାନେ ସିଲାବସ୍କୁ ଆପଣମାନେ ୟୁଟ୍ୟୁବରୁ କମ୍ପ୍ଲିଟ୍ କରିପାରିବେ, ନହେଲେ ଆପଣମାନେ ନିଜେ ବହିରୁ ବି କମ୍ପ୍ଲିଟ୍ କରିପାରିବେ। କିନ୍ତୁ ସିଲାବସ୍ ପ୍ରଥମେ କମ୍ପ୍ଲିଟ୍ କରିସାରିବେ, ତାପରେ ଆପଣମାନେ ପ୍ରିଭିୟସ୍ ଇୟର୍ କ୍ୱେଶ୍ଚନ୍ ପେପର୍ ଲଗାଇବେ। ଭିଡ଼ିଓଟି ଆପଣମାନଙ୍କୁ ଟିକେ ବି ଇନଫର୍ମେସନ୍ ଲାଗିଥିଲେ ଆପଣମାନେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଆପଣମାନଙ୍କର ସାଙ୍ଗସାଥିମାନଙ୍କୁ ଭିଡ଼ିଓଟି ସେୟାର କରିଦିଅନ୍ତୁ। ଧନ୍ୟବାଦ ବନ୍ଧୁଗଣ।